ପୁରୀରେ ରହିଛି ପାକିସ୍ତାନ ଲାହୋର ସାଧୁଙ୍କର ମଠ। ହଁ ଆଜ୍ଞା, ଏକଦା ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ଜଗନ୍ନାଥ ଧାମକୁ ଆସିଥିଲେ ଏବଂ ଲାହୋର ଫେରି ନଥିଲେ। ଶରଦାବାଲି ନିକଟରେ ଥିବା ହାତୀଶାଳରେ ଏହି ଲାହୋର ବାବାଙ୍କ ମଠ ରହିଛି। ସେ ହେଉଛନ୍ତି ସାଧୁ ରାମଦାସ, ଯିଏକି ଅଖଣ୍ଡ ଭାରତବର୍ଷର ଏକାଧିକ ତୀର୍ଥ ଏବଂ ଧାମ ପରିଭ୍ରମଣ କରିଥିଲେ ଏବଂ ସେ ମହାପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ଥିଲେ ଏବଂ ତାକୁ ବରଦାନ ମିଳିଥିଲା ଯେ ସେ ଯାହାକୁ ଛୁଇଁବେ ତାହା ସୁନା ପାଲଟିଯିବ ଏବଂ ସେ ଏହିଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ସ୍ଥାନଟି ଏବେ ଦିଲ୍ଲୀ ବାଳକ ରାମଦାସ ମଠ ଭାବରେ ପରିଚିତ। ହରିହର ଉପାସନାର ମିଳନ କ୍ଷେତ୍ର ପାଲଟିଛି ଏହି ସ୍ଥାନ। ଦିଲ୍ଲୀ ବାଳକରାମ ଦାସ ମଠ ଗୁଣ୍ଡିଚା ମନ୍ଦିରର ବାମ ପାର୍ଶ୍ୱରେ ଯେଉଁ ଶ୍ରୀ ଗୁଣ୍ଡିଚା ବିହାର ରହିଛନ୍ତି ସେଇଠି ଅବସ୍ଥାନ କରୁଛନ୍ତି ଏବଂ ଏହି ମଠଟି ବହୁ ପ୍ରାଚୀନ କାଳରୁ ଏଠାରେ ଥିଲା, କିନ୍ତୁ ତାହା ପ୍ରାୟ ଭାଙ୍ଗି ରୁଜି ଛାରଖାର ହେଇଯାଇଛି। ଆଉ ସେଠାରେ କେହି ବର୍ତ୍ତମାନ ମହନ୍ତ ମଧ୍ୟ ନାହାନ୍ତି, କିନ୍ତୁ ଏହି ମଠ ବର୍ତ୍ତମାନ ଶ୍ରୀମନ୍ଦିର ପରିଚାଳନାଧୀନ ଅଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଏହି ମନ୍ଦିର ପରିଚାଳିତ ହେଉଛି। ଏଠାରେ ଯେଉଁ ମନ୍ଦିରଟି ରହିଛି ସେହି ମନ୍ଦିରରେ ପତିତ ପାବନ ଭଗବାନ ଅଛନ୍ତି, ଜଗନ୍ନାଥ ଅଛନ୍ତି ଏବଂ ଏଠାରେ ଗୋଟିଏ ଶିବଲିଙ୍ଗର ମଧ୍ୟ ଅଛନ୍ତି, ପୂଜା ପାଉଛନ୍ତି। ନୃସିଂହ ମୂର୍ତ୍ତିଟିଏ ଅଛନ୍ତି, କେତେକ ଶାଳଗ୍ରାମ ଅଛନ୍ତି ଏବଂ ବାଳକ ରୂପଧାରୀ ରାମ ମଧ୍ୟ ସେଠାରେ ଅଛନ୍ତି। କିନ୍ତୁ ସେ ମଠ ବର୍ତ୍ତମାନ ପ୍ରାୟ ତାର ଯେଉଁ ମଠର ଯେଉଁ ଆକୃତି ଥାଏ ସେ ଆକୃତି ବର୍ତ୍ତମାନ ଆଉ କିଛି ନାହିଁ। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି। ଏଇ ଯେଉଁ ବାଳକ ରାମଦାସ, ଇଏ ବାଳକ ରାମଦାସ ପୁଣି ତାଙ୍କ ସହିତ ଦିଲ୍ଲୀ ବାଳକ ରାମଦାସ ଏଭଳି ସଂଜ୍ଞା କାହିଁକି ହେଇଛି ନା, ଏଇ ଯେଉଁ ରାମଦାସ ସିଏ ତାଙ୍କ ଘର ହେଉଛି ଲାହୋର। ଲାହୋର କହିଲେ ଯେ ପାକିସ୍ତାନରେ ବର୍ତ୍ତମାନ ସେ ରହିଛନ୍ତି। ବର୍ତ୍ତମାନ ସେ ପୂର୍ବରୁ ଭାରତରେ ଥିଲେ, କିନ୍ତୁ ବର୍ତ୍ତମାନ ଆମର ସ୍ୱାଧୀନତା ହେଲା ପରେ ସେ ପାକିସ୍ତାନକୁ ଯାଇଛନ୍ତି ଏବଂ ସେଇ ଲାହୋର ତାଙ୍କର ଘର। ଲାହୋରରେ ସେ ଅବସ୍ଥାନ କରୁଥିଲେ। ବ୍ରାହ୍ମଣ ଥିଲେ, ପିଲାଦିନେ ବଡ଼ ଦୁଷ୍ଟ ବି ଥିଲେ। ତେଣୁ ତାଙ୍କର ବାପା ଏବଂ ତାଙ୍କର ଭାଇ ତାଙ୍କୁ ବିଦା କରିଦେଇଥିଲେ ଘରୁ। ତେଣୁ ସେ ଅପମାନିତ ହେଇ ଘରୁ ବାହାରି ଆସିଲା ପରେ ସେ ଆଉ ଘରକୁ ଫେରିଲେନି, ଜଙ୍ଗଲକୁ ଗଲେ। ସେ ଜାଣିଲେ ସର୍ବଶକ୍ତିମାନ ହେଉଛନ୍ତି ପ୍ରଭୁ ଶ୍ରୀରାମ। ତେଣୁ ପ୍ରଭୁ ଶ୍ରୀରାମଙ୍କର ନାମ ସେ ଜପ କରିବାକୁ ଲାଗିଲେ ଘୋର ଜଙ୍ଗଲ ଭିତରେ। ତେଣୁ ଭଗବାନ ନାରାୟଣ ତାଙ୍କର ଏଭଳି ପରାକାଷ୍ଠାରେ ସନ୍ତୁଷ୍ଟ ହେଲେ ଏବଂ ତାଙ୍କୁ ଦେଖାଦେଲେ। ତାଙ୍କୁ ଦେଖାଦେଇ କହିଲେ, ରାମଦାସ ତୁମେ କ'ଣ ମାଗୁଛ? ସେ କହିଲେ, ମୋତେ ଏଇ ବର ଦିଅ, ମୁଁ ଯେଉଁ ପଥରକୁ ଛୁଇଁବି ସେ ପଥର ସୁନାରେ ପରିଣତ ହେବ ଏବଂ ଅନ୍ତକାଳରେ ମୁଁ ଆପଣଙ୍କ ଦେହରେ ଲୀନ ହେଇଯିବି। ଭଗବାନ ତଥାସ୍ତୁ କହି ଚାଲି ଯାଇଥିଲେ। ତାପରେ ସେ ପରୀକ୍ଷା କରି ଦେଖିଲେ ଯେଉଁ ପଥରକୁ ଛୁଉଁଥିଲେ ତାହା ସୁବର୍ଣ୍ଣରେ ପରିଣତ ହେଇଯାଉଥିଲା। ତେଣୁ ସେଇ ଯେଉଁ ଦରିଦ୍ର ରାମଦାସ ଧୀରେ 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 ଏତେ ମହାନ ହେଇଗଲେ, ଏତେ ଧନୀ ହେଇଗଲେ ଯେ ଯାହାଫଳରେ ତାଙ୍କ ଘରେ ସେ ଅବସ୍ଥାନ କଲେ ଗୋଟେ ମଠ କରିକି। ସେଇ ମଠରେ ବହୁତ ଗୁଡ଼ିଏ ପ୍ରକୋଷ୍ଠ ଥିଲା ଏବଂ ସେବା ପୂଜା ମଧ୍ୟ ହେଉଥିଲା। ବହୁ ସାଧୁ ସନ୍ତଙ୍କର ଯାତାୟାତ ହେଉଥିଲା ଏବଂ ବାଦ୍ୟ ମଧ୍ୟ ବାଜୁଥିଲା।